ଜୟ ଜଗନ୍ନାଥ। ଆଜିର ଭିଡ଼ିଓରେ ଘର ବୈଦ ଅନୁଭୂତ ଯୋଗମାଳା ଲକ୍ଷ୍ମଣ ମିଶ୍ରଙ୍କ ଲେଖାରୁ ଉଦ୍ଧୃତ କିଛି ଘରୋଇ ଉପଚାର ରହିଛି, ତେଣୁ ଭିଡ଼ିଓଟିକୁ ସମ୍ପୂର୍ଣ୍ଣ ଦେଖନ୍ତୁ। ପ୍ରଥମରେ ଅଛି, ପିଲା ସେଜରେ ପରିସ୍ରା କଲେ। ପିଲା ଯଦି ସେଜରେ ପରିସ୍ରା କରୁଛି ରାତିରେ, ତାହେଲେ ଗୋଟେ ସହଜ ଉପାୟ ହେଉଛି ବିରି ଯାଇ କଞ୍ଚା ବିରି ଯାଇକୁ ସନ୍ଧ୍ୟାରେ ଚୋବାଇ ଖାଇଲେ ପିଲାଙ୍କ ସେଜରେ ପରିସ୍ରା କରିବା ବନ୍ଦ ହୁଏ। ଏହା ଅଳ୍ପ ପରିମାଣର ଖାଇବ ଏବଂ ଗୋଟେ ସପ୍ତାହ ଖାଇଲେ ତାରି ଭିତରେ ସେ ଆଉ ରାତିରେ ସେଜରେ ପରିସ୍ରା କରିବ ନାହିଁ। 2 ନମ୍ବର, ପିଲାଙ୍କ କାନ୍ଦୁରି ରୋଗ। ପିଲା ଯଦି ସବୁବେଳେ କାନ୍ଦୁଥାଏ ତାହେଲେ ତାକୁ କାନ୍ଦୁରି ରୋଗ କୁହାଯାଏ। ଏ କାନ୍ଦୁରି ରୋଗ ଭଲ ହେବା ପାଇଁ 2ଟି ଉପାୟ ଅଛି। ପିଲା ଶୋଇଥିବା ଖଟରେ ମୟୂରପୁଙ୍ଖ ଘଷିଲେ କାନ୍ଦୁରି ରୋଗ ଭଲ ହୁଏ। ଏହା ଗୋଟିଏ ଦିନ ଘଷିଲେ ଦ୍ୱିତୀୟ ଦିନକୁ କାନ୍ଦୁରି ରୋଗଟା ଭଲ ଯାଇଥିବ। କିମ୍ବା କୁଶ ଆସନରେ ପିଲାକୁ ଶୁଆଇଲେ କାନ୍ଦୁରି ରୋଗ ଭଲ ହୁଏ। 3 ନମ୍ବର, ଉଙ୍କୁଣି, ଗଜି ଓ ନିଖ। ଏଥିପାଇଁ 2ଟା ଉପାୟ ଅଛି। 2ଟାରୁ ଗୋଟିଏ ଉପାୟ କଲେ ଏହା ସଫଳ ହୋଇଥାଏ। ପ୍ରଥମରେ, ରସୁଣ ପାଣିରେ ସିଝାଇ ସେହି ପାଣିକୁ ଥଣ୍ଡା କରି ମୁଣ୍ଡ ଧୋଇଲେ ଉଙ୍କୁଣି, ଗଜି ଓ ନିଖ ମରିଯାଆନ୍ତି। କିମ୍ବା ଅନ୍ୟ ଏକ ଉପାୟ, ଦୁଦୁରା ପତ୍ରର ରସ ମୁଣ୍ଡରେ ଲଗାଇଲେ ଉଙ୍କୁଣି, ଗଜି ଓ ନିଖ ମରିଯାଆନ୍ତି। 4 ନମ୍ବର, ଦାନ୍ତ ପୋକ କଟା। ଏହାର 2ଟା ଉପାୟ ରହିଛି। ପ୍ରଥମରେ, ପାନର ଡେମ୍ଫ ଏବଂ କର୍ପୂର ଏକତ୍ର ବାଟି ପୋକ କଟା ଦାନ୍ତର ଗହ୍ୱରରେ ରଖିଲେ ଯନ୍ତ୍ରଣା ଭଲ ହୁଏ। ଅନ୍ୟ ଏକ ଉପାୟ, 1 କୁଳା ରସୁଣକୁ ଗରମ କରି ପୋକ କଟା ଦାନ୍ତ ଉପରେ ରଖି ଦାନ୍ତ ଚିପି ରଖିଲେ ଯନ୍ତ୍ରଣା ବନ୍ଦ ହୁଏ। 5 ନମ୍ବର, ମୁଣ୍ଡ ବାଳ ସଫା କରିବାକୁ। ଏହାର ଉପାୟ ହେଉଛି, ଦହି ଓ ବେସନ ଏକତ୍ର ମିଶାଇ ମୁଣ୍ଡର ବାଳରେ ମାଲିସ କଲେ ମୁଣ୍ଡର ବାଳ ଅଠା ଓ ଜଟା ହୋଇଥିଲେ ସଫା ଏବଂ କୋମଳ ହୁଏ। 6 ନମ୍ବର, ମୁଣ୍ଡ ବାଳ ଲମ୍ବା ହେବା ପାଇଁ। ଏଥିରେ 4ଟା ଉପାୟ ଅଛି। ଗୋଟିଏ ଉପାୟ କରନ୍ତୁ। ଲେମ୍ବୁ ଓ ବରକୋଳି ପତ୍ର ସମଭାଗ ବାଟି ମୁଣ୍ଡରେ ଲଗାଇଲେ ମୁଣ୍ଡର ବାଳ ଲମ୍ବା ହୋଇଥାଏ। କିମ୍ବା ଅଁଳାକୁ ଲେମ୍ବୁ ରସରେ ବାଟି ମୁଣ୍ଡରେ ଘଷିଲେ ମୁଣ୍ଡ ବାଳ ବଢ଼ି ଲମ୍ବା ହୁଏ। କିମ୍ବା ମୂଳା ମଞ୍ଜି ବାଟି ମୁଣ୍ଡରେ ଲଗାଇଲେ ମୁଣ୍ଡ ବାଳ ବଢ଼ିଥାଏ। କିମ୍ବା ଅଁଳା ଏବଂ ଆମ୍ବ କୋଇଲି, ଆମ୍ବର ଟାକୁଆ ଭିତରେ କୋଇଲି ଥାଏ, ସେ କୋଇଲିଟା ଅଁଳା ଏବଂ କୋଇଲି ସମଭାଗ ସମାନ ପରିମାଣ, ଅଁଳା ଯେତିକି କୋଇଲି ସେତିକି ବାଟି ମୁଣ୍ଡରେ ଲଗାଇଲେ ମୁଣ୍ଡ ବାଳ ବଢ଼ି ଲମ୍ବା ହୁଏ ଓ କଳା ହୁଏ। ଏ 4ଟା ଉପାୟରୁ ଗୋଟିଏ ଉପାୟ କରିବେ। 7 ନମ୍ବର, ବହୁଦିନର ମୁଣ୍ଡ ବ୍ୟଥା। ପ୍ରତିଦିନ ସକାଳେ ଖାଲି ପେଟରେ ଗୋଟିଏ ବା 2ଟି ସେଓ ସାମାନ୍ୟ ଲୁଣ ସଙ୍ଗେ ଖାଇବେ। କିଛି ଦିନ ଅଭ୍ୟାସ କରି ଖାଇଲେ ବହୁଦିନର ମୁଣ୍ଡ ବ୍ୟଥା ଭଲ ହୁଏ। 8 ନମ୍ବର, ଅଧା କପାଳି ମୁଣ୍ଡ ବ୍ୟଥା। ଏ ରୋଗରେ ମୁଣ୍ଡର ଗୋଟେ ପାଖ, ଡାହାଣ ବା ବାମ ପଟ, ଭ୍ରୁଲତା ଓ ଆଖି କାନରେ ଭୟଙ୍କର ଯନ୍ତ୍ରଣା ହୁଏ। ଭିତରେ ଛୁଞ୍ଚିରେ ଫୋଡ଼ିଲା ପରି ବା କରତରେ କାଟିଲା ପରି ଯନ୍ତ୍ରଣା ହୁଏ। କିଛି ଦିନ ଅଭ୍ୟାସ କରି ଅଙ୍ଗୁରୁ ବା କିସମିସ ଖାଇଲେ ଜୀବନରେ ଏହି ଅଧା କପାଳି ରୋଗ ଭଲ ହେବ ଏବଂ
ଏଇ ଅଧା କପାଳି ରୋଗ ଆଉ ହେବ ନାହିଁ। ଏହା ଜୀବନରେ ଏ ରୋଗ ଆଉ ହେବ ନାହିଁ। ତ ଯଦି ଆମେ କିଛି ଦିନ ଅଭ୍ୟାସ କରି ଅଙ୍ଗୁର ବା କିସମିଶ ଖାଇବା, ତାହେଲେ ଏ ରୋଗଟା ଜୀବନରେ ଏ ଅଧା କପାଳି ରୋଗ ହେବ ନାହିଁ। 9 ନମ୍ବର, ସାପ ଘରୁ ପଳାଇବା ପାଇଁ। ସାଧାରଣତଃ କେତେକ ଲୋକଙ୍କ ଘରେ ସାପ ବାହାରେ, ଆଉ କେତେକ ଘରେ ବି ସାପ ପଶିଯାଏ। ତେଣୁ ସାପ ନ ପଶିବା ପାଇଁ ବା ସାପ ଘରୁ ବାହାରି ପଳାଇବା ପାଇଁ ଗୋଟିଏ ଉପଚାର ଲେଖାଯାଇଛି ସେ ବହିରେ, ଅନୁଭୂତ ଯୋଗମାଳା ବହିରେ। ତେଣୁ ଆମେ ଏ ଉପାୟଟି କରିବା। 3ଟା ଉପାୟରୁ ଗୋଟିଏ ଉପାୟ କଲେ ମଧ୍ୟ ସାପ ଘରୁ ପଳେଇବ। ଅଶ୍ୱତଥ କାଠର ଧୂଆଁ ଘରେ ଦେଲେ ଘରୁ ସାପ ପଳେଇବ। ଯଦି ଅଶ୍ୱତଥ କାଠ, ଶୁଖିଲା କାଠ, ତାକୁ ନିଆଁ ଲଗେଇକିରି ଧୂଆଁ ଦେଇଦେବା ଘରେ ଚାରିଆଡ଼େ, ସାପ ଏଠି ପଳାଇବେ। କିମ୍ବା ବେଗୁନିଆ ଚେର ଘରେ ଥିଲେ ସାପ ଘରେ ପଶିବ ନାହିଁ। ଯଦି ଘରେ ଥିବ ସାପ ବାହାରିକି ପଳେଇବ, ଆଉ ବେଗୁନିଆ ଚେର ଯଦି ଘରେ ରଖିବା, ସାପ ବି ଘରେ ପଶିବ ନାହିଁ। ଅନ୍ୟ ଏକ ଉପାୟ, ଚାକୁଣ୍ଡା ଚେର ଦେଖିଲେ ସାପ ଘରୁ ପଳାଇବ। ଚାକୁଣ୍ଡା ଚେର ରଖିଲେ ବି ମଧ୍ୟ ସାପ ଘରେ ପଶିବ ନାହିଁ, ଘରେ ଥିଲେ ସିଏ ପଳାଇବ। ଚାକୁଣ୍ଡା ମଞ୍ଜି ପାଖରେ ଥିଲେ ସାପ ପାଖରେ ପଶିବ ନାହିଁ। 10 ନମ୍ବର, ସ୍ମରଣ ଶକ୍ତି। ଅନ୍ୟ ଏକ ଭିଡ଼ିଓରେ ସ୍ମରଣ ଶକ୍ତି ସମ୍ବନ୍ଧରେ ଦିଆଯାଇଛି, ଆଉ ଅନ୍ୟ ଏକ ଉପାୟ ପାଇଁ ଏ ଭିଡ଼ିଓରେ ମଧ୍ୟ ସ୍ମରଣ ଶକ୍ତି ସମ୍ବନ୍ଧୀୟ ଗୋଟିଏ ସହଜ ଉପାୟ ଦିଆଯାଉଛି। ପ୍ରତିଦିନ ଚନ୍ଦନ ଓ ବେଣା ଚେର, ବେଣା କାଇଁଚ ମଞ୍ଜି ଯେଉଁ ଗଛରୁ ହୋଇଥାଏ, ସେଇ ଗଛଟାକୁ ବେଣା କହନ୍ତି। ସେ ବେଣାର ଚେର, ଚନ୍ଦନ ସହିତ ବେଣାର ଚେର ଘୋରି କପାଳରେ ଲଗାଇଲେ ସ୍ମରଣ ଶକ୍ତି ବଢ଼ିଥାଏ। ଏଇଟା ହେଉଛି ସବୁଠାରୁ ସହଜ ଉପାୟ। ତେଣୁ ଏହା ପାଳନ କଲେ ଆପଣଙ୍କର ମଙ୍ଗଳ ହେବ। ତେଣୁ ଭିଡ଼ିଓଟିକୁ ସମ୍ପୂର୍ଣ୍ଣ ଦେଖନ୍ତୁ। ଭିଡ଼ିଓଟିକୁ ଲାଇକ୍, ସେୟାର, କମେଣ୍ଟ ଏବଂ ସବସ୍କ୍ରାଇବ୍ କରିବା ପାଇଁ ଅନୁରୋଧ। ଏତିକିରେ ରହିଲି। ଥ୍ୟାଙ୍କ ୟୁ।